नमस्कार दर्शक बंधु शुभ सकाळ। आज ହେଉଛି ଜୁନ୍ ମାସ 12 ତାରିଖ ଶୁକ୍ରବାର। ଚାଲନ୍ତୁ ନଜର ପକାଇବା ଆଜି ଦିନର ରାଜ୍ୟ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାରେ ଭିଡ଼ିଓଟିକୁ ଦେଖୁଛନ୍ତି ତାହା ଜଣାନ୍ତୁ। ଆଜିର ପ୍ରଥମ ଖବର, ଛାତ୍ରୀଙ୍କ ସମସ୍ୟା ଶୁଣିବା ମାତ୍ରେ ବଡ଼ ଘୋଷଣା କଲେ ରେଳମନ୍ତ୍ରୀ। ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତା 15 ଜୁଲାଇ 2024 ସୁଦ୍ଧା IRCTCର ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଆଧୁନିକ ୱେବସାଇଟ୍ ଲଞ୍ଚ କରାଯାଇ ଦେଶବାସୀଙ୍କୁ ସମର୍ପିତ କରାଯିବ। ପରବର୍ତ୍ତୀ ଖବର, ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ଯାତ୍ରା। ଆଡମିଟ୍ କାର୍ଡ଼ ଦେଖାଇଲେ ମିଳିବ ସୁବିଧା। ଆସନ୍ତା 21 ଜୁନରେ ହେବାକୁ ଥିବା ନିଟ୍ ୟୁଜି 2024 ପୁନର୍ପରୀକ୍ଷାରେ ଯୋଗ ଦେବାକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି। ପରୀକ୍ଷାର୍ଥୀମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ଆଦେଶ ଜାରି କରାଯାଇଛି। ପରବର୍ତ୍ତୀ ଖବର, ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଫିଟନେସ୍ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ RTOଙ୍କୁ ନିର୍ଦ୍ଦେଶ। ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିଜ ନିଜ ଜିଲ୍ଲା ଅନୁଯାୟୀ ଆବଶ୍ୟକ ସମସ୍ତ ପଦକ୍ଷେପ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସମସ୍ତ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିବହନ କମିଶନର ଅମିତାଭ ଠାକୁର କହିଥିଲେ, ପ୍ରତିଦିନ ଯେଉଁଭଳି ସଡ଼କ ଦୁର୍ଘଟଣା ଘଟୁଛି ଏହା ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଏହାକୁ ହ୍ରାସ କରିବା ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ତେଣୁ ସମସ୍ତ RTOଙ୍କୁ ଗ୍ରାଉଣ୍ଡ ଜିରୋରେ ଏକ ଦିଗରେ ବ୍ୟାପକ କାର୍ଯ୍ୟ କରିବାକୁ ହେବ। ଅନେକ ଗାଡ଼ି ଚାଳକଙ୍କ ସଡ଼କ ସୁରକ୍ଷା ନିୟମ ମାନୁନାହାନ୍ତି, ମନଇଚ୍ଛା ଗାଡ଼ି ଚଳାଉଛନ୍ତି, ଆଉ ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ନେଇ ଯାଉଛନ୍ତି। ଏହାକୁ ରୋକିବାକୁ ହେଲେ ଯୋଜନା ଭିତ୍ତିରେ ଏନଫୋର୍ସମେଣ୍ଟ କରିବାକୁ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି। ବିଶେଷ କରି ମଦ୍ୟପାନ କରି ଗାଡ଼ି ଚଳାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ନେବା, ରାଜପଥରେ ଅବୈଧ ପାର୍କିଂ କରିବା, ମନଇଚ୍ଛା ଗାଡ଼ିର ଆକାରରେ ପରିବର୍ତ୍ତନ କରି ଭାରସାମ୍ୟ ହରାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ଭଳି ନିୟମ ଉଲ୍ଲଂଘନ ରୋକିବାକୁ ହେବ। ଏହା ବ୍ୟତୀତ ପ୍ରତି ଜିଲ୍ଲା ସ୍ତରରେ ସଡ଼କ ସୁରକ୍ଷା ପାଇଁ ଯେଉଁ ଆହ୍ୱାନ ରହିଛି, ପ୍ରତି ବିଭାଗର ସମନ୍ୱୟ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଏହାର ସମାଧାନ କରିବାକୁ ହେବ। ପରବର୍ତ୍ତୀ ଖବର, ପୁଣି ମଇଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି ନବୀନ। ପୁଣି ମଇଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଏନେଇ ସେ ଜିଲ୍ଲାକୁ ଜିଲ୍ଲା ବୁଲି ପୁଣି ଦଳୀୟ ସଂଗଠନକୁ ମଜବୁତ କରିବାକୁ ନେତା ଓ କର୍ମୀଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଜିଲ୍ଲା ଗସ୍ତ ପୂର୍ବରୁ ନବୀନ ପଟ୍ଟନାୟକ 100ଟି ବିଧାନସଭା ମଣ୍ଡଳୀର ନେତାଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କଠାରୁ ପରାମର୍ଶ ମଧ୍ୟ ନେଇଛନ୍ତି। ପରବର୍ତ୍ତୀ ଖବର, ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ନୀତି ଆୟୋଗର 11ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଫୋକସରେ ଥିଲା ବିକଶିତ ଭାରତ 2047। ନୀତି ଆୟୋଗର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ଓଡ଼ିଶା ବିକାଶର ରୋଡମ୍ୟାପ୍ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇବା ସହ AI ଭିତ୍ତିକ ଶାସନ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, କାଳବୈଶାଖୀର ବର୍ଷାର ସମ୍ଭାବନା। ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷାର ସମ୍ଭାବନା। ଆଗାମୀ 2ରୁ 3 ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଏଥିପାଇଁ ପାଗ ଅନୁକୂଳ ଥିବାବେଳେ 15 ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା 24 ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, କେନ୍ଦୁଝର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ବର୍ଷା, ବିଜୁଳି ସହ 50ରୁ 60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, କଟକ, ଜଗତସିଂହପୁର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସହ ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଏହି 12ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଓ 50ରୁ 60 କିମି ଝଟକା ପବନର ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପରବର୍ତ୍ତୀ ଖବର,
ଶ୍ରୀଲଙ୍କା ସିରିଜ୍ ଲାଗି ଟିମ୍ ଇଣ୍ଡିଆର ଘୋଷଣା। ରାହୁଲ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଜୁନିୟର କ୍ରିକେଟ୍ କମିଟି ଗୁରୁବାର ଶ୍ରୀଲଙ୍କା ବିପକ୍ଷ ହେବାକୁ ଥିବା ଦିନିକିଆ ଏବଂ ମଲ୍ଟି-ଡେ ମ୍ୟାଚ୍ ଲାଗି ଭାରତର ଅଣ୍ଡର-19 ଟିମ୍ର ଘୋଷଣା କରାଯାଇଛି। ଉଭୟ ସିରିଜ୍ ଲାଗି ଭିନ୍ନ ଭିନ୍ନ 15 ଜଣିଆ ସଦସ୍ୟ ଟିମ୍ ଜାରି କରାଯାଇଛି। ପ୍ରଥମ 3 ମ୍ୟାଚ୍ ୱାନ୍-ଡେ ସିରିଜ୍ ହେବ। ଏହାପରେ 2 ମ୍ୟାଚ୍ର ମଲ୍ଟି-ଡେ ସିରିଜ୍ ହେବ। ପରବର୍ତ୍ତୀ ଖବର। ଆଜିର ସୁନା ଦର କମିବା ବେଳେ ସ୍ଥିର ରହିଛି ରୂପା ଦାମ। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ର ସୁନାର ଦର 1,45,640 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନା ଦର 1,33,500 ଟଙ୍କା ଛୁଇଁଛି। 18 କ୍ୟାରେଟ୍ର 10 ଗ୍ରାମ ସୁନା 1,09,230 ଟଙ୍କା ରହିଛି। ଏଥିରେ 1,600 ଟଙ୍କା ହ୍ରାସ ହୋଇଛି। କିଛି ଦିନ ପରେ ଲଗାତାର 2 ଦିନ ପାଇଁ ସୁନା ଦାମ କମ୍ ହୋଇଛି। 2 ଦିନରେ 22 କ୍ୟାରେଟ୍ ସୁନା ଦାମ ପ୍ରାୟ 6,000 ଟଙ୍କା କମିଛି। 24 କ୍ୟାରେଟ୍ ସୁନା ଦାମ ମଧ୍ୟ ପ୍ରାୟ 6,000 ଟଙ୍କା କମ୍ ହୋଇଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,50,000 ଟଙ୍କା ହୋଇଛି। ପରବର୍ତ୍ତୀ ଖବର। ଦୁର୍ଘଟଣାଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ 30,000 ଟଙ୍କା କ୍ଷତିପୂରଣ। ସୁପ୍ରିମକୋର୍ଟ କହିଛନ୍ତି, ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ସେତେବେଳେ ତାଙ୍କର ରୋଜଗାର କିମ୍ବା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ୍ ମେକର ଗୃହିଣୀ ମହିଳାମାନଙ୍କ ସହ ଜଡ଼ିତ ମାମଲାରେ ଏହି ବିଷୟଟି ଜଟିଳ ହୋଇଯାଏ। କାରଣ ଗୃହିଣୀମାନଙ୍କର କୌଣସି ନିର୍ଦ୍ଦିଷ୍ଟ ରୋଜଗାର ନଥାଏ। ଏବେ ସୁପ୍ରିମକୋର୍ଟ ଗୃହିଣୀମାନଙ୍କର କ୍ଷତିପୂରଣ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ସେମାନେ ମାଗଣାରେ କରୁଥିବା ଘର କାମର ମୂଲ୍ୟ ଅତି କମରେ ମାସିକ 30,000 ଟଙ୍କା ହିସାବରେ ଆକଳନ କରିବା ଉଚିତ। ଦୁର୍ଘଟଣାର ଶିକାର ହୋଇଥିବା ଗୃହିଣୀମାନଙ୍କ ମାମଲାରେ କ୍ଷତିପୂରଣ ନେଇ ସୁପ୍ରିମକୋର୍ଟ ଏକ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ଏବଂ ଗୃହିଣୀମାନଙ୍କ ମୃତ୍ୟୁରେ ମାସିକ 30,000 ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବାକୁ କହିଛନ୍ତି। ପରବର୍ତ୍ତୀ ଖବର। ଶ୍ରୀ ଜଗନ୍ନାଥ ମନ୍ଦିର ପତିତପାବନ ଓ ଆନନ୍ଦବଜାର ନାମକୁ ଟ୍ରେଡମାର୍କ ସ୍ୱୀକୃତି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମହାପ୍ରସାଦ ପତିତପାବନ ନୀଳଚକ୍ର ସମେତ 29ଟି ନାମର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବା ବେଳେ ସେଥିରୁ 3ଟି ନାମକୁ ଆଇନଗତ ସ୍ୱୀକୃତି ମିଳିଛି। ଆଉ 26ଟି ଦରଖାସ୍ତ ଇଣ୍ଡିଆ ଟ୍ରେଡମାର୍କ ରେଜିଷ୍ଟ୍ରି ନିକଟରେ ବିଚାରାଧୀନ ରହିଛି। ଏହିସବୁ ନାମଗୁଡ଼ିକ ଶ୍ରୀ ଜଗନ୍ନାଥ ସଂସ୍କୃତିର ଐତିହ୍ୟ, ଆଧ୍ୟାତ୍ମିକତା ଓ ସ୍ୱତନ୍ତ୍ରତା ବହନ କରୁଛି। ତେବେ ଟ୍ରେଡମାର୍କ ସ୍ୱୀକୃତି ମିଳିଥିବା ନାମଗୁଡ଼ିକ ହେଲା ଶ୍ରୀ ଜଗନ୍ନାଥ ମନ୍ଦିରରେ ପତିତପାବନ ଓ ଆନନ୍ଦବଜାର। ଏଥିସହ ନୀଳଚକ୍ର ଲୋଗୋ ମଧ୍ୟ ପଞ୍ଜୀକୃତ ହୋଇଛି। ପରବର୍ତ୍ତୀ ଖବର। ଭୁବନେଶ୍ୱରରେ 2 ଟ୍ରେନ୍ ମଧ୍ୟରେ ଧକ୍କା। ଗୋଟିଏ ଟ୍ରାକ୍ରେ 2 ଟ୍ରେନ୍ ମୁହାଁମୁହିଁ। ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ। ଭୁବନେଶ୍ୱରରେ 2 ଟ୍ରେନ୍ ମଧ୍ୟରେ ଧକ୍କା। ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରେନ୍ ମଧ୍ୟରେ ଧକ୍କା। ଟ୍ରାକ୍ରେ ଗୋଟିଏ ଟ୍ରେନ୍ ଠିଆ ହୋଇଥିବା ବେଳେ ସାମ୍ନା ପଟୁ ଆସିଲା ଆଉ ଏକ ଟ୍ରେନ୍। ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା। ଭୟଜଳ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ ଯାତ୍ରୀ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ସିଗ୍ନାଲ ତ୍ରୁଟି ପାଇଁ ଗୋଟିଏ ଟ୍ରାକ୍ରେ 2 ଟ୍ରେନ୍ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କୋଣାର୍କ ଏକ୍ସପ୍ରେସ୍ ଯାତ୍ରୀଙ୍କୁ ଛାଡ଼ି ମଞ୍ଚେଶ୍ୱର ଡିପୋ ଆଡ଼କୁ ସଫେଇ ପାଇଁ ଯାଉଥିବା ବେଳେ ସେହି ଟ୍ରାକ୍ରେ ପୂର୍ବରୁ ଥିବା ସ୍ୱେରିଂ ଟ୍ରେନ୍ ସହ ଧକ୍କା ହୋଇଛି। ଫଳରେ ଉଭୟ ଟ୍ରେନ୍ ସାମ୍ନାରେ ଥିବା ଲକ୍ ଭାଙ୍ଗିଯାଇଛି। ସକାଳ 9:06ରେ ଦୁର୍ଘଟଣା ହୋଇଛି। ତେବେ ଟ୍ରେନ୍ରେ କୌଣସି ଯାତ୍ରୀ ନଥିଲେ। ପରବର୍ତ୍ତୀ ଖବର। 5 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା। ଆସନ୍ତା 24 ଘଣ୍ଟା ପାଇଁ 18 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ଆଗାମୀ 5 ଦିନ ଯାଏଁ ଲାଗି ରହିବ କାଳବୈଶାଖୀ। ପାଗ ଅନୁକୂଳ ରହିଥିବାରୁ ଆଗାମୀ 3 ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ। ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ କିଛି ଦିନ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ଧୀରେ ଧୀରେ ଆଗକୁ ବଢ଼ୁଛି। ପରବର୍ତ୍ତୀ ଖବର। ଆଜିଠାରୁ ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ୍ 2026। ସାରା ବିଶ୍ୱର ଫୁଟବଲ ପ୍ରେମୀଙ୍କ ପାଇଁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦୁନିଆର ସବୁଠାରୁ ବଡ଼ କ୍ରୀଡ଼ା ମହୋତ୍ସବ ଫିଫା ବିଶ୍ୱକପ୍ 2026। ଏଥର ଆମେରିକା, ମେକ୍ସିକୋ ଏବଂ କାନାଡାର ମଇଦାନରେ ଧମାଲ କରିବେ ବିଶ୍ୱର ସବୁଠାରୁ ବଡ଼ ଫୁଟବଲ ତାରକା। ଆଗାମୀ 39 ଦିନ ପର୍ଯ୍ୟନ୍ତ ସାରା ଦୁନିଆର ନଜର ରହିବ ଏହି ରୋମାଞ୍ଚକର ଲଢ଼େଇ ଉପରେ। ପରବର୍ତ୍ତୀ ଖବର। ଆଜି ରାତିରେ ଇରାନ ଉପରେ ବଡ଼ ହମଲା। ପଶ୍ଚିମ ଏସିଆରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଆମେରିକାର ରାଷ୍ଟ୍ରପତିଙ୍କ ବୟାନ ଯାହାକି ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଆଶଙ୍କା ବଢ଼ିଛି। ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ ଆମେରିକା ଆଜି ରାତିରେ ଇରାନ ଉପରେ ଏକ ବହୁତ ବଡ଼ ଏବଂ ଜୋରଦାର ଆକ୍ରମଣ କରିବାକୁ ଯାଉଛି। ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ନୌସେନା, ବାୟୁସେନା, ରାଡାର, ଏୟାର ଡିଫେନ୍ସ ସିଷ୍ଟମ ଏବଂ ଅଧିକାଂଶ ଆକ୍ରମଣାତ୍ମକ କ୍ଷମତା ପୂର୍ବରୁ ହିଁ ଶେଷ ହୋଇସାରିଛି। ଆମେରିକା ଏବଂ ଇରାନ ଲଗାତାର ଦ୍ୱିତୀୟ ଦିନ ପାଇଁ ଗୁଳି ବିନିମୟ ପରେ
ଟ୍ରମ୍ପ କହି ପୋଷ୍ଟଟା ଯାହାକି ଯୁଦ୍ଧ ଆହୁରି ତୀବ୍ର ହେବା ନେଇ ସୂଚାଉଛି। ପରବର୍ତ୍ତୀ ଖବର, ଦିଲ୍ଲୀରେ ନୀତି ଆୟୋଗ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶ ରୋଡମ୍ୟାପ୍। ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ନୀତି ଆୟୋଗର 11ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫୋକସରେ ଥିଲା ବିକଶିତ ଭାରତ 2047। ନୀତି ଆୟୋଗର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ଓଡ଼ିଶା ବିକାଶର ରୋଡମ୍ୟାପ୍ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇବା ସହ ଏଆଇ ଭିତ୍ତିକ ଶାସନ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ଏବେ ହ୍ୱାଟ୍ସଆପ୍ ଷ୍ଟାଟସ୍ 24 ଘଣ୍ଟା ପରେ ଅନ୍ୟତ୍ର ହୋଇଯିବ ସେଭ୍। ସେଟିଂରେ କରନ୍ତୁ ପରିବର୍ତ୍ତନ। ହ୍ୱାଟ୍ସଆପରେ ପୋଷ୍ଟ କରୁଥିବା ଏବଂ ଷ୍ଟାଟସ୍ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏବେ 24 ଘଣ୍ଟା ପରେ ଷ୍ଟାଟସ୍ ଅଦୃଶ୍ୟ ହୋଇଯିବ, କିନ୍ତୁ ସେଗୁଡ଼ିକ ଡିଲିଟ୍ ହେବ ନାହିଁ। ହ୍ୱାଟ୍ସଆପରେ ଅଭିଲେଖାଗାରରୁ ଯାଇ ଆପଣ ପୁରୁଣା ଷ୍ଟାଟସ୍ ଦେଖିପାରିବେ ଏବଂ ଯେକୌଣସିକୁ ପୁରୁଣା ପୋଷ୍ଟକୁ ପୁନଃପୋଷ୍ଟ କରିବେ। ଏହି ବୈଶିଷ୍ଟ୍ୟ ଖୁବ୍ ଶୀଘ୍ର ସମସ୍ତ ଉପଭୋକ୍ତାଙ୍କ ଫୋନ୍ରେ ଉପଲବ୍ଧ ହେବ। ହ୍ୱାଟ୍ସଆପ୍ର ଷ୍ଟାଟସ୍ ଆର୍କାଇଭ୍ ଫିଚର ଏବେ ରୋଲ୍ଆଉଟ୍ ପାଇଁ ପ୍ରସ୍ତୁତ। ପରବର୍ତ୍ତୀ ଖବର, ଜୁନ୍ 19ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ଓ 20 ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା, ସୀମାନ୍ତରେ ନାକାବନ୍ଦୀ ଓ ପେଟ୍ରୋଲିଂ କଡ଼ାକଡ଼ି କରିଛନ୍ତି। କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବରିଷ୍ଠ ଆଇପିଏସ୍ ଅଧିକାରୀମାନେ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ଧୁମ୍ଧାମରେ ପାଳିତ ହେବ ଶ୍ରୀକ୍ଷେତ୍ର ଧୁମ୍ଧାମରେ ପାଳିତ ହେବ ରଜ ମହୋତ୍ସବ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ମାର୍କଣ୍ଡେଶ୍ୱର ସାହି ପାଣ୍ଡଜାଗା ପକ୍ଷରୁ ଦ୍ୱାଦଶ ଶ୍ରୀକ୍ଷେତ୍ର ରଜ ମହୋତ୍ସବ ଧୁମ୍ଧାମରେ ପାଳିତ ହେବ। ବୁଢ଼ୀମା ତୋଟା କଲ୍ୟାଣୀ ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ରଜ ମହୋତ୍ସବ କମିଟି। ଆଧୁନିକ ସମାଜରେ ଦିନକୁ ଦିନ ଉତ୍କଳୀୟ ପରମ୍ପରା ତା'ର ସତ୍ତା ହେଉଥିବା ବେଳେ ମାର୍କଣ୍ଡେଶ୍ୱର ସାହି ପାଣ୍ଡଜାଗା ପ୍ରତିବର୍ଷ ରଜ ମହୋତ୍ସବ ଆୟୋଜନ କରିଆସୁଛି। ପରବର୍ତ୍ତୀ ଖବର, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ଧାମ ଶବ୍ଦ, ଏବେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ଧାମ ବିବାଦର ପଡ଼ିଲା ପୂର୍ଣ୍ଣଚ୍ଛେଦ, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ଧାମ ଶବ୍ଦ। ଜଗନ୍ନାଥ ଧାମ ବଦଳରେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ଧାମ ଶବ୍ଦ ହଟିବା ନେଇ ଗତକାଲି ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଆଜି ସ୍ଥାନୀୟ ବିଧାୟକ ଚନ୍ଦ୍ରଶେଖର ମଣ୍ଡଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଧାମ ଶବ୍ଦ ହଟାଯାଇଛି। ପରବର୍ତ୍ତୀ ଖବର, ବନ୍ଦ ହୋଇପାରେ ଏଲ୍ପିଜି ଡେଲିଭରି, ଜୁନ୍ 30 ସୁଦ୍ଧା କରିଦିଅନ୍ତୁ ଏହି ଜରୁରୀ କାମ, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବସିଡି ଏବଂ ସିଲିଣ୍ଡର ଡେଲିଭରି। ଯଦି ଆପଣ ଆପଣଙ୍କର ଗ୍ୟାସ୍ ସିଲିଣ୍ଡରକୁ ସମୟ ମଧ୍ୟରେ ପହଞ୍ଚାଇବାକୁ ଚାହୁଁଛନ୍ତି ଏବଂ ଏଲ୍ପିଜି ସବସିଡିର ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ପକ୍ଷରୁ ଏକ ସାମାନ୍ୟ ଅବହେଳା ଆପଣଙ୍କର ଗ୍ୟାସ୍ ସିଲିଣ୍ଡର ଡେଲିଭରି ଏବଂ ସବସିଡି ଉଭୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିପାରେ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଇ-କେୱାଇସି ସମାପ୍ତ କରିନାହାନ୍ତି, ତେବେ ଯଥେଷ୍ଟ ଅସୁବିଧାର ସମ୍ମୁଖୀନ ହେବାରୁ ରକ୍ଷା ପାଇବା ପାଇଁ ଯଥାଶୀଘ୍ର ଏହାକୁ କରନ୍ତୁ। ସରକାରଙ୍କ ନୂତନ ନିୟମ ଅନୁଯାୟୀ 1 ଜୁଲାଇରୁ ଯେଉଁ ଉପଭୋକ୍ତାମାନେ ଇ-କେୱାଇସି ପୂରଣ କରିନାହାନ୍ତି ସେମାନେ ଏଲ୍ପିଜି ସିଲିଣ୍ଡର ସବସିଡି ପାଇବେ ନାହିଁ। ଏହି ନିୟମ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ସହିତ ଅନ୍ୟ ଉପଭୋକ୍ତାଙ୍କ ପାଇଁ ମଧ୍ୟ ପ୍ରଯୁକ୍ତ।